ଗତକାଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିସବିହେଭ କରିଛନ୍ତି ବୋଲି ଗୋଟେ ସେ ଅଧ୍ୟାପକ ଜେଲ ଗଲେଣି ହେରି ସସ୍ପେଣ୍ଡ ହେଇଗଲାଣି। ଏଭଳିଆ ନୁଙ୍ଗୁଡା ମାନେ ପ୍ରଫେସର ଅଧ୍ୟାପକ ଚାକିରି କରିବା ଉଚିତ ନୁହଁ। କଲେଜ ମାନଙ୍କରେ ଚରିତ୍ରହୀନ ପନିଶମେଣ୍ଟ ଦିଆହେଇ ତାକୁ ବଢିଆ ହେଇଛି। ପିଲାମାନଙ୍କୁ ଧନ୍ୟବାଦ। କାଲି ପିଲାମାନେ ସଙ୍ଗୀତ ମହାବିଦ୍ୟାଳୟ ଷ୍ଟ୍ରାଇକ୍ କଲେ, ତାଙ୍କୁ ଆରେଷ୍ଟ ନ କଲା ପର୍ଯ୍ୟନ୍ତ ଆମେ ଷ୍ଟ୍ରାଇକ୍ ଭାଙ୍ଗିବୁନି। ଷ୍ଟ୍ରାଇକ୍ କରାଗଲା, ସେ ଆରେଷ୍ଟ ହେଲେ, ପିଲା ଷ୍ଟ୍ରାଇକ୍ ଭାଙ୍ଗିଲେ। ଉଚିତ ପଦକ୍ଷେପ ନେଇଛି ସରକାର ପିଲାଙ୍କ ପାଇଁ, ନହେଲେ ପିଲା ସରକାର କିଛି ବୁଝୁନଥିଲେ। ଷ୍ଟ୍ରାଇକ୍ ହେଲା ପରେ ସରକାର ନିଦ ଭାଙ୍ଗିଲା, ସେ ବୋଲ୍ଡ ଷ୍ଟେପ୍ ନେଲେ। ଏବଂ ଆପଣମାନଙ୍କୁ ଜଣେଇ ଦେବାକୁ ଚାହୁଁଛି, ଜିଲ୍ଲା କଂଗ୍ରେସ ପ୍ରକାଶ ଜେନା ଆଜି ଦାୟିତ୍ୱ ନେଲେ। ତୃଣମୂଳ ସ୍ତରରୁ 67ଟା ୱାର୍ଡ, 3ଟା MLA ସିଟ୍, MP ସିଟ୍ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଜି ପ୍ରତିଜ୍ଞା କରାଗଲା। ଆଜି ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ, ଆଦିବାସୀ ସେଲ୍, ହରିଜନ ସେଲ୍, ମାଇନର କମ୍ୟୁନିଟି ସେଲ୍ ସମସ୍ତେ ଆଜି ପ୍ରତିଜ୍ଞା କଲୁ। ଆମେ ଭୁବନେଶ୍ୱର ସହରକୁ ସୁନ୍ଦର ସହର କରିବୁ, କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବୁ। ପ୍ରକାଶ ଜେନା ଜଣେ ଦକ୍ଷ ଲୋକ, ଅଞ୍ଚଳବାସୀ, ଏଇ ମାଟିର ପୁଅ। ସେ ତାର ଆଗରୁ କର୍ପୋରେଟର ଥିଲେ, ବାରମ୍ବାର ଇଲେକ୍ସନ ଲଢିଛନ୍ତି, ସୁସଂଗଠକ। ଆମେ ସମସ୍ତେ ସବୁ ମତଭେଦ ଭୁଲି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସକୁ ସୁଦୃଢ଼ କରିବୁ। ୱାର୍ଡରେ ଯେଉଁ ଇଲେକ୍ସନ ହବ, ମେୟର ଇଲେକ୍ସନ ହବ, ଆମର MLA ଇଲେକ୍ସନ, MP ଇଲେକ୍ସନ ହବ, ବିପୁଳ ସଂଖ୍ୟାରେ କେମିତି ଭୋଟ ଜିତିବେ ଆମେ ଚେଷ୍ଟା କରିବୁ।